ଶକ୍ତିଶାଳୀ ହେବ ବାୟୁସେନା ଶକ୍ତିଶାଳୀ ହେବେ ବାୟୁବୀର ପାନେ ପାଇବେ ଶତ୍ରୁ ଥରିବ ଶତ୍ରୁ ଦେଶ ଚୀନ ଓ ପାକିସ୍ତାନ ବାୟୁସେନାକୁ ମିଳିବାକୁ ଯାଉଛି 12ଟି ସୁଖୋଇ ଯୁଦ୍ଧ ବିମାନ 13,500 କୋଟିର ଡିଲ୍ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍। ବାୟୁସେନାକୁ ମିଳିବାକୁ ଯାଉଛି ସ୍ୱଦେଶୀ ନିର୍ମିତ 12 ସୁଖୋଇ 30 MKL। ଏହି ଯୁଦ୍ଧ ବିମାନରେ ଖତରନାକ ଟେକ୍ନୋଲୋଜି AES ରାଡାର ମିଶନ କମ୍ପ୍ୟୁଟର ଇଲେକ୍ଟ୍ରୋନିକ୍ସ ଫାଇବର ରହିଛି ଯାହା ସ୍ୱଦେଶୀ ଟେକ୍ନିକ୍ରେ ତିଆରି ହେବ। ଏହି ନୂତନ ଫାଇଟର ଜେଟ୍ରେ 62% ସ୍ୱଦେଶୀ ଯନ୍ତ୍ର ରହିଛି ଯାହା ଦେଶୀ ରକ୍ଷା ଉଦ୍ୟୋଗକୁ ବୃଦ୍ଧି କରିବ। ହାଲ୍ର ନାସିକ ପ୍ଲାଣ୍ଟ ଏହାର ନିର୍ମାଣ କାର୍ଯ୍ୟ କରିବ। ଭାରତୀୟ ବାୟୁସେନାର 84ଟି 30 MKL ସୁପର ଏମ୍ ତିଆରି କରିବାର ଏପର୍ଯ୍ୟନ୍ତ ଏହା ହେଉଛି ପ୍ରଥମ ପର୍ଯ୍ୟାୟ। ଶତ୍ରୁ ଦେଶକୁ ଚକମା ଦେବ ସୁଖୋଇ 30 MKL। ନୂଆ ଅପଗ୍ରେଡ୍ 30 MKLରେ ଆଡଭାନ୍ସ ଟେକ୍ନୋଲୋଜିର ରକେଟ୍ ରାଡାର ଲଗାଯିବ ଯାହାର ଡିଟେକ୍ସନ୍ ରେଞ୍ଜ ଅଧିକ ରହିବ। ଶତ୍ରୁକୁ ଦୂରରୁ ଖୋଜାଯାଇପାରିବ। ଶତ୍ରୁ ଯେତେ ଦୂରରେ ଥିଲେ ମଧ୍ୟ ତାହା ପତା ଲଗାଯାଇପାରିବ। ଇଲେକ୍ଟ୍ରୋନିକ୍ସ ଫାଇବର କ୍ଷମତା ବଢ଼ିବ ଫଳରେ ଯୁଦ୍ଧ ସମୟରେ ବିମାନ ସ୍ଥିତି ଜଣାପଡ଼ିବ। ଏଥିସହିତ ଅଘଟଣକୁ ମଧ୍ୟ ଟାଳିପାରିବ। ସୁଖୋଇ ଲମ୍ବ 72 ଫୁଟ ୱିଙ୍ଗସେସ୍ 48.3 ଫୁଟ ଏବଂ ଉଚ୍ଚତା 20.10 ଫୁଟ ରହିଛି। ଏହାର ଓଜନ 18,400 କେଜି। ଏଥିରେ ଖତରନାକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିପାରିବ। ମୋଟ 8,130 କେଜି ଅସ୍ତ୍ରଶସ୍ତ୍ର ଉଠାଯାଇପାରିବ। ଏହି ଫାଇଟର ଜେଟ୍ ଘଣ୍ଟା ପ୍ରତି 2,120 କିଲୋମିଟର ଗତିରେ ଉଡ଼ିପାରିବ। 57 ଫୁଟ ଉଚ୍ଚତା ଯାଏଁ ଉଡ଼ିପାରିବ ଏହି ଜେଟ୍। ଏଥିରେ ବ୍ରହ୍ମୋସ ମିସାଇଲ ରହିପାରିବ। ଭାରତରେ ସୁଖୋଇ 30 MKLକୁ ହାଲ୍ ତିଆରି କରୁଛି। 1997ରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଏହାର ଲାଇସେନ୍ସ ପାଇଥିଲା।